50 टंका देइछन तमु हां मो मोना अंडाली के मते देलेनी पळले तत्ते कोड देबे रे समस्त जानिछन मु दउछि हनुमान मंदिर ना कोन सारे जय सारे बसचंद्र बु बुझिलु समस्त जानिछन मु दउछि हनुमान मंदिर को तू जोछु ये दउछि तन्ना जगदानंद कन्नाय प्रणताति हराय च जगदीताय कृष्णाय गोविंदाय नमो नमः गोविंदाय नमो नमः ज्ञानी वर्ग गोटे प्रश्न आसी भगवान कृष्णंकर जो जगन्नाथ अवतार है ताकू किए प्रथम पूजा करुले हड़ी शुणु आज्ञा मोर पंडित जन शुणु आज्ञा मोर पंडित जन एक सुंदर विषय कहिबा वर्णन हो एक सुंदर विषय करिबा वर्णन बनस्ते नील माधव पूजा पाउथिले बनस्तरे नील माधव पूजा पाउथिले विश्वावसु नामे सबर पूजा करुथिले विश्वावसु नामे सबर पूजा करुथिले विश्वावसु नाम का जने सबरो गुप्त रे आज्ञा नीलमाधव विश्वावसु नाम का सबरो गुप्त रे नीलमाधव को पूजा करिवार वार्ता जानिले के ना इंद्रदम्न महाराजा इंद्रदम्न कोन कले अरे विद्यापति की से पठाई देले उपस्थित मोर ज्ञानी वर्ग अरे विद्यापति नामे को ब्राह्मण जानो विद्यापति नाम रे को ब्राह्मण जानो नील माधव को खोजी गले हे सुजन नील माधव को खोजी गले हे सुजन उलारे अरे विश्वावसु सवर गृहरे मिलिले तांको एक ओली ओली कन्या थिला भले से कन्यार नाम पुणी ललिता जानो अरे से कन्यार नाम पुणी ललिता जानो ललिता स्वभाव बढ़िला सुन हे सुजन विद्यापति संपर्क बढ़िला नील माधव को खोजी पाइले गो भोला अरे सबरी कन्या रहिला ब्राह्मण गृहर सबरी कन्या रहिला ब्राह्मण गृहर वंश विस्तार कला हे सुज्ञानर जेतेबेले इंद्रद्युम्न महाराजा जानो जगन्नाथ को करिले स्थापन अच्छा विद्यापति पुणी नामी से थिला ब्राह्मण ललिता गर्भरु संतान दे जन्म विद्यापति संसार देखरे बढ़ी बढ़ी गला विद्यापति वंश बढ़ी बढ़ी गला से विद्यापति जगन्नाथ को सेविला सबरी कन्या गर्भरु जन्म
ବ୍ରାହ୍ମଣ ବ୍ରହ୍ମରୁ ସେ ହେଲା ଉତ୍ପନ୍ନ আচ্ছা ତେଣୁ କରି ବାବୁ ସେ ଯେ ବ୍ରାହ୍ମଣ ହେଲା ରେ ସେ ବ୍ରାହ୍ମଣ ହେଲା ତେଣୁ କରି ବାବୁ ସେ ଯେ ବ୍ରାହ୍ମଣ ହେଲା ସବରୀ କନ୍ୟା ପୁତ୍ର ବିଦ୍ୟାପତି ବୋଲାଇଲା ହଉ ସବରୀ କନ୍ୟାର ପୁତ୍ର ବିଦ୍ୟାପତି ବୋଲାଇଲା ଉପସ୍ଥିତ ମୋର ଜ୍ଞାନୀ ବର୍ଗ ଗୋଟେ ସବରୀ କନ୍ୟାର ଗର୍ଭରୁ ବିଦ୍ୟାପତିଙ୍କ ଓରସରୁ ଏ ଯୋଉ ପଣ୍ଡା ମାନେ ଯୋଉ ପୁରୀରେ ପଣ୍ଡା ସେବା କରୁଛନ୍ତି ଜଗନ୍ନାଥଙ୍କୁ ସେମାନେ ଉତ୍ପତ୍ତି ହୋଇଥିଲେ ଶାସ୍ତ୍ର କଣ କହିଲା ରେ ବାବା କଣ ଉଚ୍ଚ ଜାତିର ପୁରୁଷ ହୋଇଥିବ ନିଚ ଜାତିର ନାରୀ ହୋଇଥିଲେ ମଧ୍ୟ ଉଚ୍ଚ ଜାତିର ବ୍ରହ୍ମରୁ ସେ ଜନ୍ମ ହୋଇଥିବାରୁ ତେଣୁକରି ସେ ଉଚ୍ଚ ଜାତିର ପରିଚୟ ଦେବ ଯଦି ଉଚ୍ଚ ଜାତିର ନାରୀ ହୋଇ ନିଚ ଜାତିର ପୁରୁଷ ସହିତ ସମ୍ପର୍କ ରଖିବ ସେ ଯଦି ଜନ୍ମ ହବ ସେ ନିଚ ଜାତିର ବଂଶ ବିସ୍ତାର କରିବ ଉଚ୍ଚ ଜାତିରେ ହେଇପାରିବ ନାହିଁ ତେଣୁକରି ଏ ସୃଷ୍ଟି ଆରମ୍ଭରୁ ଅଛି ଆଜ୍ଞା আচ্ছা ସୃଷ୍ଟି ଆରମ୍ଭରୁ ଅଛି ଉଚ୍ଚ ଜାତିର ପୁରୁଷ ସହିତ ନିଚ ଜାତିର ନାରୀମାନଙ୍କ ସହିତ ସମ୍ପର୍କ ହୋଇଛି ଦେଖନ୍ତୁ ପ୍ରଥମରେ ସତ୍ୟ ଯୁଗରେ ବେଶ୍ୟାଙ୍କ ପୁତ୍ର ଅଟନ୍ତି ବଶିଷ୍ଠ ମହାମୁନି ବଶିଷ୍ଠ ମହାମୁନି ଆଜ୍ଞା ସର୍ବଶ୍ରେଷ୍ଠ ବଶିଷ୍ଠ ଋଷି ବେଶ୍ୟା ଗର୍ଭରୁ ଜନ୍ମ ସେ ବେଶ୍ୟା ଜଣକ କିଏ କିଏ ଆରେ ଉର୍ବଶୀ ବୋଲି ପୁଣି ସେ ବେଶ୍ୟାର ନାମ ବ୍ରହ୍ମାଙ୍କ ବ୍ରହ୍ମରୁ ବଶିଷ୍ଠ ହୋଇଲେ ଜନ୍ମ ଉପସ୍ଥିତ ମୋର ଜ୍ଞାନୀ ବର୍ଗ ବ୍ରହ୍ମାଙ୍କର ବ୍ରହ୍ମରୁ ବେଶ୍ୟା ଗର୍ଭରୁ ହେଲେ ମଧ୍ୟ ବଶିଷ୍ଠ ମହାମୁନି ଜନ୍ମ ହେଲେ ଆଚ୍ଛା ତେଣୁକରି ଉଚ୍ଚ ଜାତିର ପୁରୁଷର ପରିଚୟ ରହିଲା ବେଶ୍ୟା ପୁତ୍ର ଅଟନ୍ତି ବଶିଷ୍ଠ ମହାମୁନି ହଁ ସେ ପୁଣି ହରାଣ କରିଥିଲେ ଚଣ୍ଡାଳୁଣୀ ସେ ଗୋଟେ ଚଣ୍ଡାଳୁଣୀ ହରଣ କଲେ ସେଠୁ କିଏ ଜନ୍ମ ହେଲେ କିଏ ସେ ସେଠି ଶକ୍ତି ଶକ୍ତି ତପୋଦନ ତହୁ ଜନ୍ମ ହେଲେ ହଉ ଶକ୍ତି ତପୋଧନ ତହୁ ଜନ୍ମ ହେଲେ କେଲୁଣି ସହିତରେ ମୁନି ବିରତି କଲେ ঠিক କେଲୁଣି ସହିତ ମୁନି ବିରତି କଲେ ହଉ ସେ ଗର୍ଭରୁ ପରାଶର ହେଲେ ଜନ୍ମ ନାବରେ ବସି କୈବର୍ତ୍ତୀକୁ ହରିଲେ ରାଣ আচ্ছা କୈବର୍ତ୍ତୀ ଗର୍ଭୁ ପରାଶର ରସରୁ ବ୍ୟାସ ଜନ୍ମ ହୋଇଛନ୍ତି ଶୁଣ ମହାମେରୁ ବ୍ୟାସ ଜନ୍ମ ହୋଇଛନ୍ତି ଶୁଣ ମହାମେରୁ ଆଜ୍ଞା ବେଶ୍ୟାପୁତ୍ର ଅଟନ୍ତି ବଶିଷ୍ଠ ମହାମୁନି ସେ ପୁଣି ହରଣ କରିଥିଲେ ଚଣ୍ଡାଳୁଣୀ ଚଣ୍ଡାଳୁଣୀ ଗର୍ଭରୁ ଶକ୍ତିମୁନି ଜନ୍ମ ହେଲେ ଶକ୍ତିମୁନି ଗୋଟେ କେଳୁଣୀ ହରଣ କଲେ କେଳୁଣୀ ଗର୍ଭରୁ ପରାଶର ଜନ୍ମ ହେଲେ ପରାଶର ଗୋଟେ କେଉଟୁଣୀ ହରଣ କଲେ ସେ ଗର୍ଭରୁ ବ୍ୟାସ ଜନ୍ମ ହେଲେ ସଂସାର ଶାସ୍ତ୍ର କହିଲା ଉଚ୍ଚ ଜାତିର ପୁରୁଷ ହୋଇ ନିଚ ଜାତିର ନାରୀ ସହିତ ରମଣ କଲେ ଯୋଉ ସନ୍ତାନ ଜନ୍ମ ହବ ସେ ଉଚ୍ଚ ଜାତିର ପରିଚୟ ଦେବ ଆପଣଙ୍କୁ ଆଉ ଗୋଟେ ଉଦାହରଣ ଦେବି ଉଚ୍ଚ ଜାତିର ନାରୀ ହୋଇଥିବ ନିଚ ଜାତିର ପୁରୁଷ ହୋଇଥିବ ସେଠୁ ଯିଏ ଜନ୍ମ ହବ ସିଏ କଣ ହବ আরে নিচ জাতির নারী কে নিচ জাতির পুরুষ কে উচ্চ জাতির নারী কে কিয়েছে আরে উগ্রসেনঙ্কর পত্নী ইন্দুমতি জান উগ্রসেন বন্দী উগ্রসেনঙ্কর পত্নী ইন্দুমতি জান দেখো ইন্দুমতি গর্ভরু কংস হেলা জন কংস কেউ পরিরে অসুর হেলা ধনরে কষ কেউ পরি অসুর হইলা সিয়ে পরা উগ্রসেন পুত্র রে হলা উগ্রসেনঙ্কর পুত্র যে কংস নুহন্তি উগ্রসেনঙ্কর পুত্র যে কংস নুহন্তি কাহা গর্ভ কংস জন্ম হই অছন্তি আচ্ছা কাহা গর্ভরু কংস হইলে উৎপত্তি কাহা গর্ভরু কংস জন্ম হেলে গর্ভরু
ଦୁର୍ମିଳା ବୋଲି ଏକ ରାକ୍ଷାସ ଶୁଣ ହେ ସୁଦନ ଆଜ୍ଞା ଦୁର୍ମିଳା ବୋଲି ଗୋଟେ ରାକ୍ଷାସ ସେ ବନସ୍ତରେ ବୁଲୁଥିଲା ଇନ୍ଦୁମତୀ ରାଣୀ ସ୍ନାନ କରିବାକୁ ଯାଇଥିଲେ ଆରେ ପାକ ସ୍ପର୍ଶରେ ଇନ୍ଦୁମତୀ ହୋଇଲେ ପାକ ସ୍ପର୍ଶରେ ଇନ୍ଦୁମତୀ ହୋଇଲେ ହଉ ହଉ ସତ ଦିନେ ସ୍ନାନ କରିବାକୁ ଚାଲିଗଲେ ସତ ଦିନେ ସ୍ନାନ କରିବାକୁ ଚାଲିଗଲେ ସଖୀ ମାନଙ୍କୁ ସଙ୍ଗତେ ଧରିଛନ୍ତି ଇନ୍ଦୁମତୀ ସ୍ନାନ ଅର୍ଥେ ଗଲେ ହେ ଝଟ ଆଚ୍ଛା ଗଙ୍ଗା ନଦୀରେ ସ୍ନାନ କରିବାର ବେଳେ ଦୁର୍ମିଳା ଅସୁର ଦେଖିଦେଲା ହଲେ ଇନ୍ଦୁମତୀ ପାଶେ ଆସି ହାଜର ହେଲା ପ୍ରୀତି ଦାନ ଦିଅ ସୁନ୍ଦରୀ ବୋଲିଣ ବୋଇଲା ଠିକ ପ୍ରୀତି ଦାନ ଦିଅ ସୁନ୍ଦରୀ ବୋଲିଣ ବୋଇଲା ଦୁର୍ମିଳା ବୋଲି ଗୋଟେ ରାକ୍ଷସ ଇନ୍ଦୁମତୀ ସ୍ନାନ କରିବା ସମୟରେ ସଖୀମାନଙ୍କ ସହିତ ଗଙ୍ଗା ତଟରେ ପହଞ୍ଚିଗଲା ଇନ୍ଦୁମତୀ କି ପ୍ରୀତି ଭିକ୍ଷା ମାଗିଲା ଇନ୍ଦୁମତୀ କହିଲେ ତୁମେ ଜଣେ ଅସୁର ମୁଁ ଗୋଟେ ବିବାହିତ ନାରୀ ମୁଁ ନିଜର ଶରୀର କେମିତି ତୁମକୁ ପ୍ରଦାନ କରିବି ଯେହେତୁ ଏ ଶରୀରରେ ମୋର ଅଧିକାର ନାହିଁ ଏ ଶରୀର ହେଉଛି ମୋ ସ୍ୱାମୀଙ୍କର ଆଚ୍ଛା ମୋ ସ୍ୱାମୀ ହେଉଛନ୍ତି ଉଗ୍ରସେନ ତେଣୁକରି ଏ ଶରୀର ମୁଁ ତୁମକୁ ପ୍ରଦାନ କରିପାରିବି ନାହିଁ ହେରି ସେତେବେଳେ ଦୁର୍ମିଳା ଦେବା ହୁଡ଼ି ଗଲା ଉଗ୍ରସେନଙ୍କର ରୂପକୁ ଧରି ହଉ ହଉ ଉଗ୍ରସେନଙ୍କର ରୂପକୁ ଧରିଲା ଆସି ଇନ୍ଦୁମତୀଙ୍କ ପାଶରେ ପ୍ରବେଶ ହେଲା ସେତେବେଳେ ଦୁର୍ମିଳା ଦେବୋଇଲା ବଚନ ମୋହର ବିନତିରେ ସୁନ୍ଦରୀ ହେନ ଦେଖ ଯେତେବେଳେ ଗୃହେ ମୁହିଁ ପ୍ରବେଶ ହେଲି ତତେ ନ ଦେଖିଣେ ବାତୁଳ ପ୍ରାୟ ହୋଇଗଲି ଜାଣିଲି ସ୍ଥାନ ଅର୍ଥେ ତୁ ଯାଇନ ଅଛୁ ତେଣୁ କରି ମୁଁ ଏବେ ଆସିଲି ରେ ହାବୁ ଶୁଣ ରେ ସୁନ୍ଦରୀ ମୋହର ବଚନ ପ୍ରୀତିଦାନ ଦିଅ ମୋତେ ଏବେ ପୁଣ ସେତେବେଳେ ଦୁର୍ମିଳା ସହିତ ଇନ୍ଦୁମତୀଙ୍କର ପ୍ରୀତି ହୋଇଗଲା ଏବେ ଶୁଣ ସୁଜ୍ଞନର ଜାଣି ନ ପାରିଲେ ଇନ୍ଦୁମତୀ ନାରୀ ଉଗ୍ରସେନ ରୂପେ ପୁଣି ତାଙ୍କୁ ଦେଲା ହରି ଉଗ୍ରସେନ ରୂପେ ତାଙ୍କୁ ପୁଣି ଦେଲା ହରି ଉଗ୍ରସେନ ରୂପ ଧାରଣ କରି ଆଜ୍ଞା ଇନ୍ଦୁମତୀ ସହିତ ଶୃଙ୍ଗାର କଲା ଅସୁରର ବ୍ରହ୍ମ ପଡ଼ିଲା ଇନ୍ଦୁମତୀ ଗର୍ଭରେ ହେଠି ତେଣୁ କରି କଂସାସୁର ହୋଇଲା ଜନମ ହରିବଂଶରେ ବାବୁ ହେ ହୋଇଛି ବର୍ଣ୍ଣନ ମୋର ଜ୍ଞାନୀ ବର୍ଗେ ଉଚ୍ଚ ଜାତିର ନାରୀ ହୋଇଥିଲେ ମଧ୍ୟ ନିଚ ଜାତିର ପୁରୁଷ ସହିତ ସମ୍ପର୍କ ରଖିଲେ ନିଶ୍ଚୟ ନିଚ ଜାତିର ସନ୍ତାନ ଜନ୍ମ ଲାଭ କରିବ ଇଏ ଶାସ୍ତ୍ର ପ୍ରମାଣ କରେ ଉଚ୍ଚ ଜାତିର ନାରୀ ହେଲେ ଇନ୍ଦୁମତୀ ନିଚ ଜାତିର ଜାତି ହେଉଛି ଆଜ୍ଞା ଦୁର୍ମିଳା ହରଣ କରିବା ପରେ କଂସ ବୋଲି ଗୋଟେ ଅସୁର ଜନ୍ମ ହେଲା ନା ନାହିଁ ଆଜ୍ଞା ଇଏ ହେଲା ଉଦାହରଣ ସ୍ୱରୂପ ତେଣୁକରି ଉଚ୍ଚ ଜାତିର ପୁରୁଷ ଯଦି ହୋଇଥିବ ନିଚ ଜାତିର ନାରୀ ସହିତ ରମଣ କଲେ ଉଚ୍ଚ ଜାତିର ପରିଚୟ ବଂଶରେ ସେ ସଂସାରରେ ଚାଲେ ଏ ହେଉଛି ଶାସ୍ତ୍ର ନିୟମ।